ଅଧେ କଂଗ୍ରେସ ଅଧେ ବିଜେପି। ମାନେ ସାର୍ ଯେମିତି କହିଲେ ବିଜେଡି ଅଧା ପଳେଇବ କଂଗ୍ରେସ ହାତକୁ ଆଉ ଅଧା ପଳେଇବ ବିଜେପି ହାତକୁ। ଆପଣ ଦେଖନ୍ତୁ ମୁଁ ମାଳିକା କଥା କହୁଛି ଆପଣଙ୍କର ଯେ 2025 ମସିହା ମୁଁ ଦେଖେଇବି ଆପଣଙ୍କୁ ପ୍ରୁଫ୍ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର 2025 ମସିହାରେ ଗୁରୁବାର ଶନି ଚଳିବ ଭାରତ ବର୍ଷରେ ଏକ ଶିଷ୍ଟତା ସରକାର ରହିବ ଜଣେ ସାଧୁ ସନ୍ଥ ଭଳି ବ୍ୟକ୍ତି ଭାରତର ଦାୟିତ୍ୱରେ ଥିବେ। ତେଣୁ ସିଧାସଳଖ କହୁଛନ୍ତି ମାଳିକା କଥା ଅନୁସାରେ ମାଳିକାକୁ ଯାହା ଗୁରୁତ୍ୱ ଦେଉଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବ୍ୟାହତି ନେବେ ରାଜନୀତିରୁ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ହେବେ। ଯୋଗୀ ଯଦି ଦେଶରେ ପ୍ରଧାନମନ୍ତ୍ରୀ ହେବେ ତାହେଲେ ତ ବହୁତ କିଛି କରିପାରିବେ। ହଁ ଯୋଗୀ କଥା ଯେଉଁ ସାର୍ ଆପଣ କହିଲେ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଜଣେ ଜ୍ଞାନୀ ମାନି ଗୁଣୀ ଜଣେ ଆଧ୍ୟାତ୍ମିକବାଦୀ ବ୍ୟକ୍ତି ସେ ଭାରତ ବର୍ଷର ଶାସନ ଦାୟିତ୍ୱ ନେଲେ ଆପଣ ଦେଖିବେ ଭାରତ ବର୍ଷରେ ଏକ ପ୍ରତିଷ୍ଠିତ ସରକାର ଚାଲିବ ଏବଂ କେତେ ବର୍ଷ ପର୍ଯ୍ୟନ୍ତ ଚାଲିବ ଏଇଟା? ଏ ଆପଣଙ୍କର 2025ରୁ 42 ଏ ଦଳ ରହିବେନି ବିଜେଡି ରହିବେନି ବିଜେଡି ମର୍ଜ ହେଇଯିବ। ହଁ ବିଜେଡି ମର୍ଜ ହେଇଯିବ ଅଧେ କଂଗ୍ରେସ ଅଧେ ବିଜେପି। ମାନେ ସାର୍ ଯେମିତି କହିଲେ ବିଜେଡି ଅଧା ପଳେଇବ କଂଗ୍ରେସ ହାତକୁ।